ଚତୁର୍ଥୀ ରାତିର ଦୀପ ଲିଭିନି, ହେଲେ ମୋ ସ୍ତ୍ରୀର ଜୀବନ ଦୀପ ଲିଭିଗଲା ସବୁଦିନ ପାଇଁ। ସେକେଣ୍ଡ ମ୍ୟାରେଜ କରିଲି। ସେହି ଚତୁର୍ଥୀ ରାତିରେ ସେକେଣ୍ଡ ସ୍ତ୍ରୀ ମଧ୍ୟ ବାସର ସେଜ ଶୋଇବା ବଦଳରେ ଶୋଇଲା ଜୁଇର ସେଜରେ। ପ୍ରମିସ୍ କଲି ଥାର୍ଡ ମ୍ୟାରେଜ କରିବି ନାହିଁ, ହେଲେ ଲୀନା ମୋର ସମସ୍ତ ପ୍ରମିସ୍ର ତାଜମହଲକୁ କରିଦେଲା ଧୂଳିସାତ୍। ମୋ ନାଁ ରମେଶ। ମୁଁ ଭୁବନେଶ୍ୱରରେ ରୁହେ। ମୋ ବାପାଙ୍କର ବହୁତ ବଡ଼ ବ୍ୟବସାୟ ଥିଲା। ତାଙ୍କ ଗଲା ପରେ ମୋତେ ଏବେ ତାହା ସମ୍ଭାଳିବାକୁ ପଡ଼ୁଛି। ଗୋଟେ ଦିନ ମୁଁ ଅଫିସରୁ ବାହାରି ଘର ଆଡ଼କୁ ଯାଉଥାଏ। ରାସ୍ତାର ବାମ ପଟରେ ଦେଖିଲି ଗୋଟେ ଖୁବ୍ ସୁନ୍ଦର ଝିଅଟିଏ ଛିଡ଼ା ହୋଇ ଭିକ ମାଗୁଛି। ଝିଅଟି ଦେଖିବାକୁ ବିଲକୁଲ ଭିକାରୁଣୀ ପରି ଲାଗୁନଥିଲା। ଏପରି ଲାଗୁଥିଲା କି ସିଏ କୌଣସି ଭଲ ଖାନଦାନୀ ଉଚ୍ଚଶିକ୍ଷିତା। ତାକୁ ଦେଖି କାହିଁକି ମନ କହିଲା କି ତାକୁ ସାହାଯ୍ୟ କରିବା ଉଚିତ ବୋଲି। ସେଥିପାଇଁ ମୁଁ ଗାଡ଼ି ରୋକି ତା ପାଖକୁ ଗଲି। ମୁଁ ତା ପାଖକୁ ଯିବା ଦେଖି ସିଏ ଏକଦମ ଡରିଯିବା ଭଳି ତା ଚେହେରାରୁ ସ୍ପଷ୍ଟ ବାରି ହେଉଥିଲା। ମୁଁ ତା ପାଖକୁ ଯାଇ ଭିକ ମାଗିବାର କାରଣ ପଚାରିଲି। ମୋ କଥା ଶୁଣି ତାର ଆଖିରେ ଲୁହ ଜକେଇ ଆସିଲା। କହିବାକୁ ଲାଗିଲା କି ମୋ ମା ଛଡ଼ା ଏ ଦୁନିଆରେ ମୋର କେହି ନାହିଁ। ମୋ ମାଙ୍କ ଦେହ ବହୁତ ଖରାପ ଅଛି। ମୋ ପାଖରେ ଏତେ ପଇସା ନାହିଁ କି ମୁଁ ମୋ ମାର ଟ୍ରିଟମେଣ୍ଟ କରିପାରିବି। ମୁଁ ତା କଥା ଶୁଣି ତାକୁ ଗାଡ଼ିରେ ବସେଇଲି। ତାକୁ ନେଇ ତା ଘରକୁ ଗଲି। ପ୍ରକୃତରେ ତା ମାଙ୍କ ଦେହ ବହୁତ ଖରାପ ଥିଲା। ମୁଁ ତାଙ୍କୁ ଗୋଟେ ପ୍ରାଇଭେଟ୍ ହସ୍ପିଟାଲରେ ଆଡ଼ମିଟ୍ କରାଇଲି। ନିଜ ପକେଟରୁ ତାଙ୍କର ସମସ୍ତ ଟ୍ରିଟମେଣ୍ଟ କରାଇଲି। 2 ଦିନ ପରେ ଯେତେବେଳେ ତା ମା ଠିକ୍ ହେଇଗଲେ, ମୁଁ ନିଜେ ତାଙ୍କୁ ତାଙ୍କ ଘରେ ନେଇ ଛାଡ଼ି ଆସିଲି। ସେ ଝିଅଟି ବହୁତ ଖୁସି ଥିଲା। ସେ ବାରମ୍ବାର ମୋତେ ଧନ୍ୟବାଦ ଦେଉଥାଏ। ତାର ନାଁ ଲୀନା ବୋଲି ମୋତେ ସେ କହିଥାଏ। ଲୀନାର ଏ ଦୁନିଆରେ ନିଜ ମା ବ୍ୟତୀତ ଅନ୍ୟ କେହି ନଥିଲେ। ଲୀନାର ସରଳତା ମୋତେ ବହୁତ ପସନ୍ଦ ଆସିଥିଲା। ତାକୁ ଦେଖି ମନରେ କାହିଁକି କେଜାଣି କେମିତି ଗୋଟେ ଭାବନା ଆସୁଥିଲା। 2-4 ଥର ଭେଟାଭେଟି ପରେ ମୋର ତା ପ୍ରତି ଏକ ଭଲ ପାଇବା ତିଆରି ହୋଇଯାଇଥିଲା। ତେଣୁ ତାକୁ ମୁଁ ନିଜ ଅଫିସରେ ଜବ୍ ଦେଇଦେଲି। ଦିନକୁ ଦିନ ମୋର ଆକର୍ଷଣ ଲୀନା ପ୍ରତି ବଢ଼ି ବଢ଼ି ଚାଲିଥିଲା। ତାର କୋକିଳ କଣ୍ଠ, ଧୀର ସ୍ଥିର କଥା, ହରିଣୀ ଭଳି ଆଖି, ମୋ ପ୍ରତି ମୁରୁକି ହସର ଚାହାଣୀ ମୋ ହୃଦୟକୁ ଘାଏଲ କରିଦେଉଥିଲା। ଏମିତି ସବୁଦିନ ଚାଲିଥାଏ। ପ୍ରାୟ ମାସେ ଏମିତି ଗଲା ପରେ ମୁଁ ଲୀନାକୁ କହିଥିଲି କି ମୁଁ ତୁମକୁ ମ୍ୟାରେଜ କରିବା ପାଇଁ ଚାହୁଁଛି। ମୋ କଥା ଶୁଣି ଲୀନା ବହୁତ ଅସୁବିଧାରେ ପଡ଼ିଯାଇଥିଲା। କିନ୍ତୁ ଠିକ୍ ଅଛି, କିଛି ସମୟ ପରେ ବହୁତ ଖୁସି ହେଇଯାଇଥିଲା। ତାକୁ ବିଶ୍ୱାସ ହେଉନଥିଲା କି ମୋ ପରି ଜଣେ ଧନୀ ପଇସାବାଲା ଲୋକ ତାପରି ଜଣେ ଗରିବ ଝିଅକୁ ମ୍ୟାରେଜ କରିବାକୁ ଚାହୁଁଛି। ତାର ମାଙ୍କର ମଧ୍ୟ ଏ କଥାରେ କୌଣସି ପ୍ରୋବ୍ଲେମ୍ ନଥିଲା। ସେ ମଧ୍ୟ କଥାରେ ବହୁତ ଖୁସି ଥିଲେ କି ତାଙ୍କ ଉପରେ ଥିବା ଦାୟିତ୍ୱରୁ ସେ ମୁକ୍ତି ହୋଇଯିବେ। ମୋ ବାପା ମୋତେ ତ ଏ ଦୁନିଆରେ ଛାଡ଼ି ଚାଲିଯାଇଥିଲେ। ମୋ ବାପା ମା ତ ଏ ଦୁନିଆରେ ନଥିଲେ। ଜଣେ ବଡ଼ ଭଉଣୀ ଥିଲେ। ତାଙ୍କୁ ପ୍ରପୋଜାଲ ଦେଇ ତାଙ୍କ ଘରକୁ ପଠାଇଥିଲି। ଦିଦି ଆସି କହିଲା କି ସେହି ଲୋକଙ୍କ ଡିମାଣ୍ଡ ବହୁତ ଅଛି। ସେମାନଙ୍କର କହିବାର ହେଲା କି ତୁମର ଭାଇ ମୋ ଝିଅ ସହିତ ବାହା ହେବା ପାଇଁ ଚାହୁଁଛନ୍ତି। ପ୍ରଥମେ ମୋ ଝିଅ ନାଁରେ ତାଙ୍କର ଅଧା ସମ୍ପତ୍ତି କରିନିଅନ୍ତୁ। ସେ ସେପରି ସ୍ତ୍ରୀ ଲୋକ ନୁହନ୍ତି ଯେପରି ତୁ ତାଙ୍କୁ ମନରେ ଭାବିଛୁ। ମୋତେ ଦିଦିର କଥା ଉପରେ ବିଶ୍ୱାସ ଆସିଲାନି। ମୁଁ ସିଧା ଯାଇ ଲୀନାର ଘରେ ପହଞ୍ଚିଲି। ମୁଁ ଭାବୁଥିଲି ମୁଁ ନିଜେ ଲୀନା ଏବଂ ତାଙ୍କ ମାଙ୍କ ସହିତ କଥା ହେବି। ଯଦି ସିଏ ଚାହୁଁଛନ୍ତି କି ମୋର ଅଧା ସମ୍ପତ୍ତି ତାଙ୍କ ଝିଅର ନାଁରେ କରାଇଦେବାକୁ, ତେବେ ତାହା ମଧ୍ୟ ମୁଁ କରିବା ପାଇଁ ପ୍ରସ୍ତୁତ। ଲୀନା ବ୍ୟତୀତ ରହିବା ବିଷୟରେ ମୁଁ ଭାବି ବି ପାରୁନଥିଲି। ବୋଧହୁଏ ଲୀନାର ମା ଝିଅର ଭବିଷ୍ୟତ ପାଇଁ ଚିନ୍ତିତ ଥିଲେ। ତାଙ୍କର ଏହି ଡର ଥିଲା କି ମୁଁ ଭବିଷ୍ୟତରେ ତାଙ୍କ ଝିଅକୁ ଛାଡ଼ି ନଦିଏ। ସେଥିପାଇଁ ନିଜ ଝିଅର ସେଫ୍ଟି ପାଇଁ ଏମିତି କରିବା ପାଇଁ ସେ ଚାହୁଁଛନ୍ତି। ସେଥିପାଇଁ ସେ କଥାରେ ମଧ୍ୟ ମୁଁ ରାଜି ଥିଲି। ଏମିତି ଭାବି ଭାବି ଯାଇ ଲୀନାର ଘର ପାଖରେ ପହଞ୍ଚିଗଲି। କିନ୍ତୁ ଏ କ'ଣ? ତାଙ୍କ ଘର ବନ୍ଦ ଥିଲା। ବାହାରୁ ତାଲା ଝୁଲୁଥିଲା। ମୁଁ ଆଖପାଖ ଲୋକଙ୍କଠାରୁ ବୁଝିକି ଜାଣିବାକୁ ପାଇଲି କି ସେମାନେ ସେଠାରେ ଭଡ଼ାରେ ରହୁଥିଲେ। ଗତକାଲି ସେମାନେ ସବୁଦିନ ପାଇଁ ଘର ଛାଡ଼ି ଚାଲିଯାଇଛନ୍ତି। ମୁଁ ବହୁତ ଚିନ୍ତିତ ହୋଇପଡ଼ିଥିଲି। ଲୀନା ତ ମୋ ପ୍ରସ୍ତାବ ଶୁଣି କେତେ ଖୁସି ଥିଲା। ମାଙ୍କର ମଧ୍ୟ ମୋ କଥା ଉପରେ କୌଣସି ଆପତ୍ତି ନଥିଲା। ତଥାପି ସେମାନେ କ'ଣ ପାଇଁ ସବୁକିଛି ଛାଡ଼ି କାହାକୁ ନ କହି ଚାଲିଗଲେ? ମୁଁ ପାଗଳ ପରି ଲୀନାକୁ ଖୋଜି ଚାଲିଥାଏ। ତାର ମୋବାଇଲ ମଧ୍ୟ ସୁଇଚ୍ ଅଫ୍ ଥିଲା। ଖୋଜି ଖୋଜି ମୁଁ ନିରାଶ ହୋଇଗଲି। କେଉଁଠି ପାଇବି ତାକୁ? ଦିନ ରାତି ଏକାଠି କରିଦେଲି, ତଥାପି ନିରାଶ ହେବାକୁ ପଡ଼ିଲା। ମୋତେ ମୋ ବ୍ୟବସାୟ ଉପରେ ପଡ଼ିଲା ବହୁତ ପ୍ରଭାବ।
ତଥାପି ଦୂର ହେଲାନି ମୋ ମନର ଦୁଃଖ। ଧୀରେ ଧୀରେ 6 ମାସ ବିତିଗଲା। ତଥାପି ମୋବାଇଲ ସୁଇଚ୍ ଅଫ୍। ମୋ ମନକୁ ଏହି ଚିନ୍ତା ଆସୁଥିଲା କି ଯଦି ସେ ମୋ ପ୍ରସ୍ତାବରେ ଅରାଜି ଥିଲେ ତେବେ ମୋତେ ହଁ ମାରୁଥିଲେ କାହିଁକି? ଯଦି ରାଜି ଥିଲେ ତେବେ ମୋତେ ନ ଜଣେଇ କୁଆଡ଼େ ଗଲେ? ଆଉ କାହିଁକି ଗଲେ? ଯଦି ଗଲେ ତେବେ ମୋବାଇଲ ସୁଇଚ୍ ଅଫ୍ କାହିଁକି ରଖିଥିଲେ? କ'ଣ ଥିଲା ତାଙ୍କର ମତଲବ? ମୋ ଦିଦି ମୋତେ କହୁଥିଲେ କି କିଛି ଲୋକ ଏମିତି ଯୋଗ୍ୟ ହୋଇନଥାନ୍ତି କି ତାଙ୍କୁ ଇଜ୍ଜତ, ସମ୍ମାନ ଏବଂ ତାଙ୍କ ଆଶାଠାରୁ ଅଧିକ ଦିଆଯିବା କଥା। ତୋର ହୃଦୟ ସଫା, ତେଣୁ ତୁ ଯେକୌଣସି ଲୋକକୁ ଅତି ଶୀଘ୍ର ବିଶ୍ୱାସ କରିଯାଉଛୁ। କାହା ପ୍ରତି ଏତେ ଶୀଘ୍ର ଆକର୍ଷିତ ହେବାଟା ଆଦୌ ଠିକ୍ ନୁହେଁ। ସବୁ ଲୋକ ସେମିତି ନୁହନ୍ତି ଯେମିତି ତୁ ଭାବୁଛୁ। ଏବେ ଲୀନାକୁ ଦେଖ, ତୁ ତା ପାଇଁ କ'ଣ ନ କଲୁ, ହେଲେ ସେ ଅନ୍ୟ କୌଣସି ପୁଅ ପାଇଁ ତୋତେ ଛାଡ଼ିକି ଚାଲିଗଲା। ସେଥିପାଇଁ ତୋତେ କହୁଛି ତୁ ଲୀନାକୁ ଭୁଲି ଯା। ମୁଁ ତୋ ପାଇଁ ଗୋଟେ ବହୁତ ସୁନ୍ଦର ଝିଅ ଖୋଜି ଆଣିବି, ଯେମିତି ତୁ ତାକୁ ଦେଖି ସବୁ କିଛି ଭୁଲିଯିବୁ। ଦିଦିର ଏପରି କଥା ମୋତେ ଆଦୌ ପସନ୍ଦ ଲାଗୁନଥିଲା। ତେଣୁ କହିଲି, ଦିଦି, ସେ ତ ମୋ ସହିତ ମ୍ୟାରେଜ୍ କରିବା ପାଇଁ ବହୁତ ଆଗ୍ରହୀ ଥିଲା। ସିଏ କ'ଣ ପାଇଁ ଅନ୍ୟ କାହା ପାଇଁ ମୋତେ ଛାଡ଼ିକି ଚାଲିଯିବ? ଦିଦି ମୋତେ କହିଲେ, ହୁଏତ ସିଏ ତୋଠାରୁ ଅଧିକ ଧନୀ ପିଲା ପାଇଯାଇଛି। ତେଣୁ ମୁଁ ପୁନର୍ବାର ଦିଦିର କଥାର କୌଣସି ଉତ୍ତର ଦେଇପାରିଲିନି। କାରଣ ସିଏ କେବଳ ମୋର ଦିଦି ନଥିଲା, ମା ଠାରୁ ବଳିକି ଥିଲା। ଲୀନାକୁ ଭୁଲିବା ପାଇଁ ସହଜ ନଥିଲା। ସିଏ ମୋ ହୃଦୟକୁ ଭାଙ୍ଗି ଦେଇଥିଲା, ମୋତେ ଧୋକା ଦେଇଥିଲା। ଅନେକ ଝିଅ ତ ମୋ ପାଇଁ ପାଗଳ ପ୍ରାୟ ହୋଇଥିଲେ। ମୋତେ ନିଜର କରିବା ପାଇଁ ନିଜ ତରଫରୁ ପ୍ରପୋଜ ମଧ୍ୟ କରିଥିଲେ। ହେଲେ ମୁଁ ମୋ ସ୍ତ୍ରୀ ରୂପରେ ଗୋଟେ ସିଧା ସାଧା ଝିଅ ଚାହୁଁଥିଲି, ଯିଏକି ମୋତେ ବୁଝିପାରିବ, ଗଭୀର ଭାବେ ପ୍ରେମ କରିପାରିବ, ଯାହାକି ମୁଁ ଲୀନା ପାଖରେ ଦେଖିଥିଲି, ଯେଉଁଥିପାଇଁ ତାକୁ ମୁଁ ଏବେ ବି ଖୋଜୁଛି। ତାକୁ ପାଇବା ପାଇଁ କ'ଣ ବା ନ କରିଛି ମୁଁ, କିନ୍ତୁ ଜାଣିପାରୁନି କେଉଁଠି ଛୁପି ଯାଇଛି ମୋ ଲୀନା। ଏହା ମଧ୍ୟରେ 2 ବର୍ଷ ବିତିଗଲା, ଯେତେବେଳେ ଦିଦି ଗୋଟେ ଦିନ କହିଲା କି ଆଉ କେତେ ଦିନ ତୁ ତା ବାଟକୁ ଚାହିଁକି ରହିବୁ? ଯିଏ ସାଥ ଦେବାର ଥିବ ସିଏ କେବେ ଅଧା ବାଟରେ ଛାଡ଼ିକି ଯିବନି। ମୁଁ ଆଉ ତୋ ଭିଣେଇ କେବଳ ତୋ ପାଇଁ ଏଇ ଘରେ ରହିଛୁ। ଏବେ ମ୍ୟାରେଜ୍ କରିଦେ, ସଂସାର କର, ମୋତେ ମୋ ଘରକୁ ଯିବାକୁ ଦେ। ମୋ ଦିଦି ଆଉ ତା ସ୍ୱାମୀ ଏ ଘରେ ରହୁଥିଲେ। ସେ ମୋର ସାବତ ଭଉଣୀ ଥିଲା, ହେଲେ ବି ସେ ମୋର ବହୁତ ଯତ୍ନ ନେଉଥିଲା। ସେ ମୋ ଜୀବନର ପ୍ରତ୍ୟେକ ଚଲାପଥରେ ସାଥୀ ଥିଲା। ମୋ ବାପା 2ଟି ମ୍ୟାରେଜ୍ କରିଥିଲେ, ଗୋଟିଏ ଆମ ପରିବାରର ସମ୍ମତିରେ, ଅନ୍ୟଟି ନିଜ ପସନ୍ଦରେ। ବାପାଙ୍କ ପ୍ରଥମ ସ୍ତ୍ରୀଙ୍କର ଗୋଟେ ଝିଅ ଥିଲା, ଯିଏକି ମୋ ଦିଦି। ସେ ମୋ ଠାରୁ 8 ବର୍ଷ ବଡ଼ ଥିଲା। ମୁଁ ଦ୍ୱିତୀୟ ସ୍ତ୍ରୀର ପିଲା ଥିଲି, ଯାହାକୁ ବାପା ନିଜ ଇଚ୍ଛାରେ ସ୍ତ୍ରୀ ରୂପରେ ଗ୍ରହଣ କରିଥିଲେ। ଯେଉଁଦିନ ବାପା ମାଆକୁ ଘରକୁ ନେଇକି ଆସିଥିଲେ, ସେତେବେଳେ ମୁଁ ମାତ୍ର 2 ବର୍ଷର ହୋଇଥିଲି। ପ୍ରଥମେ ତ ଜେଜେବାପା ବାପାଙ୍କୁ ବହୁତ ବିରୋଧ କରିଥିଲେ, କିନ୍ତୁ ଯେତେବେଳେ ଦେଖିଲେ କି ମୋ ମା ଏ ବଂଶ ପାଇଁ ଉତ୍ତରାଧିକାରୀ ଦେଉଛି, ସେହି ଭାବନାରେ ମୋତେ ଓ ମାଆକୁ ସ୍ୱୀକାର କରିଥିଲେ। ତେଣୁ ମୁଁ ଆଉ ମା ସେଠାରେ ଆରାମରେ ରହିଲୁ। ଯେତେ ଯେତେ ମୁଁ ବଡ଼ ହୋଇ ଚାଲିଥାଏ, ସେତେ ସେତେ ମୋ ପରିବାରଠୁ ଅଧିକରୁ ଅଧିକ ଭଲ ପାଇବା ମିଳୁଥିଲା। ଜେଜେବାପା, ଜେଜେମା, ବନ୍ଧୁବାନ୍ଧବ ସମସ୍ତେ ମୋତେ ବହୁତ ଭଲ ପାଉଥିଲେ। ଏହା ଦେଖି ମୋ ଦିଦି ଜମା ସହିପାରୁନଥିଲା। ସେ କହୁଥିଲା କି ତୁ ହେଲୁ ବଡ଼ ଶୈତାନ। ତୁ ଆସିବା ଦିନଠାରୁ ମୋତେ ଆଉ କେହି ପୂର୍ବ ଭଳି ଭଲ ପାଉନାହାନ୍ତି। ମୋ ଠାରୁ ଅଧିକ ତତେ ଲାଇକ୍ କରୁଛନ୍ତି। ଏହି କଥାକୁ ମନରେ ରଖି ଟିକେ ଟିକେ କଥାରେ ସେ ମୋତେ ମାରପିଟ୍ କରୁଥିଲା। ମୁଁ ସେହି କଥା ବାପାଙ୍କ ଆଗରେ ଜଣାଇଲି। ବାପା କୁହନ୍ତି, ତୁମେ 2 ଜଣ ଭାଇ ଭଉଣୀ, ମା ଅଲଗା ହେଲେ କ'ଣ ହେଲା? ତୁମେ ତ ମୋରି ସନ୍ତାନ। ଯଦି ନିଜ ନିଜ ଭିତରେ ଏମିତି ଝଗଡ଼ା କରିବ, ତେବେ ଲୋକ କ'ଣ କହିବେ? ମୋ ଦିଦିଙ୍କୁ କିଛି କୁହେନି। ସିଏ ଇଆଡ଼ୁ ସିଆଡ଼ୁ କଥାରେ ବାହାର କରି ମୋତେ ମାରପିଟ୍ କରୁଥିଲା। ମା ବି ମୋତେ ବୁଝାଉଥିଲା କି ସିଏ ତ ବଡ଼ ଭଉଣୀ, ଯଦି ତତେ କିଛି ଭଲରେ ମନ୍ଦରେ କହିଲା, ତୁ ଏତେ ରିଆକ୍ଟ କରିବା କଥା ନୁହେଁ। ସହିଯା, ଦେଖ, ସବୁ କିଛି ଠିକ୍ ହେଇଯିବ। ମାର ସେହି କଥାକୁ ମାନି ମୁଁ ବି ଦିଦିର ସବୁ କଥାକୁ ମାନି ନେଉଥିଲି। ବାପା ଏସବୁ ଦେଖି ମୋତେ ପାଖକୁ ଡାକି ବହୁତ ଗେଲ କରୁଥିଲେ, ଯାହାକୁ ଦେଖି ଦିଦି ଆହୁରି ରାଗି ଯାଉଥିଲା। ଗୋଡ଼ କଚାଡ଼ି କଚାଡ଼ି ଘର ଭିତରକୁ ଚାଲି ଯାଉଥିଲା। ଧୀରେ ଧୀରେ ମୁଁ ବଡ଼ ହୋଇଗଲି। ଗୋଟେ ଦିନ ମା ତରତର ହେଇ କିଛି କାମ କରିବା ପାଇଁ ସିଡ଼ି ଚଢ଼ିକି ଯାଉଥିଲା। ସେତେବେଳେ ତାର ଗୋଡ଼ ଖସିଗଲା। ଅଧା ସିଡ଼ିରୁ ମା ଗଡ଼ି ଗଡ଼ି ତଳେ ପଡ଼ିଗଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ମେଡ଼ିକାଲକୁ ନିଆଗଲା। ସମସ୍ତ ଟେଷ୍ଟ ପରେ ଜଣାପଡ଼ିଲା କି ମାଙ୍କର ବ୍ରେନ୍ ହ୍ୟାମରେଜ୍ ହେଇଛି। 2 ଦିନ ସେମିତି ବେଡ଼୍ରେ ପଡ଼ିଲା ପରେ ତୃତୀୟ ଦିନ ମା ମୋତେ ଏକା କରିକି ଚାଲିଗଲେ। ମୁଁ ସେତେବେଳକୁ 11 ବର୍ଷର ହୋଇଥିଲି। ମୋତେ ଏମିତି ଲାଗୁଥିଲା କି ଯେମିତି ମୃତ୍ୟୁ ଆମ ଘରର ରାସ୍ତାକୁ ଭୁଲି ପାରୁନି।
କାରଣ ଗତ 2 ବର୍ଷ ଭିତରେ ଜେଜେମା ଜେଜେବାପା ସେ ପାରିକି ଚାଲି ଯାଇଥିଲେ। ଏହି 3 ଜଣଙ୍କର ସେ ପାରିକୁ ଗଲା ପରେ ବାପା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସେ ଆଗ ଅପେକ୍ଷା ଆହୁରି ଅଧିକ ମୋର ଯତ୍ନ ନେଉଥିଲେ। ବଡ଼ ମାଆକୁ କହୁଥିଲେ କି ଏବେ ଘରକୁ ସମ୍ଭାଳିବା ତୁମ ଜିମ୍ମେଦାରୀ। ବଡ଼ ମା ବାପାଙ୍କ ଆଗରେ ମୋତେ ବହୁତ ଭଲ ପାଇବାର ଅଭିନୟ କରୁଥିଲେ। କିନ୍ତୁ ଯେତେବେଳେ ବାପା ନଥାନ୍ତି ସେ କୁହନ୍ତି କି ତୁ ମୋ ସଉତୁଣୀର ଛୁଆ, ନିଜ ମା ସାଙ୍ଗରେ ମରିଯାଇଥାନ୍ତୁ ଯଦି ବହୁତ ଭଲ ହେଇଥାନ୍ତା। ଯେଉଁଦିନଠାରୁ ତୁମ ମା ପୁଅ ଏଇ ଘରକୁ ଆସିଲଣି ସେବେଠାରୁ ଏ ଘର ଉପରେ କାହାର କୋପ ଦୃଷ୍ଟି ପଡ଼ିଯାଇଛି। ଆଗରୁ ଆମ ସମୟ ଅନେକ ଖୁସିରେ କଟୁଥିଲା। ତୁମ 2 ଜଣଙ୍କର ଛାଇ ଯେବେଠାରୁ ଏ ଘରେ ପଡ଼ିଲା ସେବେଠାରୁ ସୁଖ ଶାନ୍ତି କୁଆଡ଼େ ଉଭେଇ ଗଲା। ମୋ ବଡ଼ ମାଙ୍କର ଏପରି କଥା ଶୁଣି ବହୁତ କାନ୍ଦେ। ସେତେବେଳେ ମୋ ମା କଥା ମୋର ବହୁତ ମନେ ପଡ଼େ। ମା ଅଛନ୍ତି ଯେ ମୋ ମନ କଥା ତାଙ୍କୁ କହିବି। ମନର ଦୁଃଖ ଛାତିର କୁହ, ଆଖିର ଲୁହକୁ ଚାପି ଚାପି କେତେବେଳେ ଯେ ନିଦ ଲାଗିଯାଏ ଜଣାପଡ଼େ ନା। ରାତି ସାରା ସେମିତି ଉପାସରେ କଟିଯାଏ। ସକାଳୁ ଭାବେ ମୋ ମା ଯଦି ଥାଆନ୍ତା କେବେ କ'ଣ ଏମିତି ମୋତେ ଉପାସରେ ରଖିଥାନ୍ତା। ସକାଳୁ ତକିଆ ଖୋଳ ମୋ ଗାଲ ସହିତ ଅଠା ଭଳି ଲାଗିଯାଇଥାଏ। ଆଖିରୁ ଧାର ଧାର ହୋଇ ବୋହି ଆସିଥିବା ଲୁହରେ ତାହା ଭିଜିଥାଏ। କେବଳ ମୋ ମନକୁ ଗୋଟେ ପ୍ରଶ୍ନ ଆସୁଥାଏ କି ମୋର ଭୁଲ କ'ଣ? ମୁଁ ସତରେ ଖରାପଟେ? କ'ଣ ସତରେ ଆମେ ଆସିବାରୁ ଏ ଘରୁ ଶାନ୍ତି ଉଭେଇ ଯାଇଛି? ମୋ ଆଖି ଆଗରେ ମୋ ମାଙ୍କ ଚେହେରା ବାରମ୍ବାର ଆସିଯାଉଥିଲା। ସିଏ କେମିତି ମରିବା ପୂର୍ବରୁ ବାପାଙ୍କୁ କହୁଥିଲେ କି ମୋ ସହିତ ଘରେ ବହୁତ ଘଟଣା ଘଟିଛି। କେତେବେଳେ ମୋ ଶାଢ଼ୀକୁ ଲୁଚେଇ ଦିଆଯାଉଥିଲା ତ କେତେବେଳେ ମୋ ଖାଇବାରେ ଲୁଣ ଭର୍ତ୍ତି କରି ଦିଆଯାଉଥିଲା। ବେଳେବେଳେ ମୋ ବେଡ୍ ଉପରେ ଘରର ଅଳିଆ ପାଣି ଆଣି ପକେଇ ଦିଆଯାଉଥିଲା। ମୁଁ କିନ୍ତୁ ତୁମକୁ କିଛି ବି ଅଭିଯୋଗ କରିନି। କାଳେ ତୁମ ମନ କଷ୍ଟ ହେବ ବୋଲି ସବୁ କିଛି ସହିଯାଇଛି। ହେଲେ ତୁମକୁ ମୋର ଆଜି କେତେଟା କଥା ରଖିବାକୁ ପଡ଼ିବ। ମୁଁ ଆଉ ବଞ୍ଚିବିନି। ମୋର ଶେଷ ସମୟ ଆସିଗଲାଣି। ଏହି କଥା କହି ମା କାନ୍ଦୁଥାନ୍ତି। ବାପା ମାଙ୍କ ମୁଣ୍ଡ ଆଉଁସି ଦେଇକି ମଧ୍ୟ କାନ୍ଦୁଥାନ୍ତି। ତୁମେ ସେମିତି କୁହ ନା, ତୁମର କିଛି ହେବନି। ଦେଖ, ରମେଶଟା ମୋର ବହୁତ ଛୋଟ। ସେ ଦୁନିଆ ବିଷୟରେ କିଛି ଜାଣିନି। ତାକୁ ମୋର ଅଭାବ ହେବାକୁ ଦେବନି। ତାର ଦେଖାଶୁଣା ଭଲ ଭାବରେ କରିବ। ତାକୁ କେବେ ବି ଅନ୍ୟ ଦାୟିତ୍ୱରେ ଛାଡ଼ିବନି। ମୋତେ କଥା ଦିଅ। ଏତିକି କହି ମା ବାପାଙ୍କ ହାତକୁ ଧରିଥାଏ। ଆଖି ବୁଜିଦେଲେ ସବୁଦିନ ପାଇଁ। ଏବେ ମୁଁ ସମ୍ପୂର୍ଣ୍ଣ ଏକୁଟିଆ ହୋଇଗଲି। ଯାହା ଆଗରେ ମୁଁ ମୋ ଜୀବନର ସବୁ କିଛି ସେୟାର କରୁଥିଲି ସେ ଚାଲିଗଲେ ସବୁଦିନ ପାଇଁ। ନା ସେ ଅଫେରା ରାଇଜରୁ ଆଉ ଫେରିପାରିବ, ନା ମୋ ସୁଖ ଦୁଃଖରେ ଆଉ ଭାଗିଦାର ହେବ। ଏଇ କଥା ଭାବି ଭାବି ମୋର ଦିନ ରାତି କଟି ଯାଉଥାଏ। ଆଉ ଗୋଟେ କଥା ମୋ ମନକୁ ବହୁତ ଆନ୍ଦୋଳିତ କରୁଥାଏ। ସତରେ ମୋ ମା ସିଡ଼ିରୁ ପଡ଼ିଯାଇଥିଲେ ନା ତାଙ୍କୁ ସିଡ଼ିରୁ ତଳକୁ ପକାଇବାରେ କାହାର ହାତ ଥିଲା? ମନରେ ଏଇଥିପାଇଁ ସନ୍ଦେହ ଆସୁଥାଏ କି ମା ସିଡ଼ିରୁ ପଡ଼ିବା ପରଠାରୁ ମୋ ବଡ଼ ମା ଆଉ ଦିଦି ବହୁତ ଖୁସି ମନାଉଥାନ୍ତି। ଏ କଥା ମୋ କାନରେ ପଡ଼ିଛି କି ବଡ଼ ମା ଦିଦିଙ୍କୁ କହୁଥିଲେ କି ପ୍ଲାନ୍ କାମ ଦେଇଛି ବୋଲି। ମୁଁ ଜାଣିପାରୁନଥାଏ କି କି ପ୍ଲାନ୍, କ'ଣ କାମ ଦେଇଛି। ଦିନ କେଇଟା ଯାଇନି ବାବା ମୋତେ ମୋ ସାବତ ମା ଦାୟିତ୍ୱରେ ଦେଇ ଦେଇ ନିଜ ବିଜନେସ୍ରେ ମାତିଗଲେ। ମୁଁ ଚାକରାଣୀ ସାହାରାରେ ବଞ୍ଚିଥାଏ। ସିଏ ବି ନିଜ ଇଚ୍ଛା ଅନୁସାରେ ମୋତେ ପାଳୁଥାଏ। କେହି କେବେ ତାକୁ ପଚାରନ୍ତି ନାହିଁ କି ମୁଁ ଖାଇଲିଣି କି ନାହିଁ, ମୁଁ ସ୍କୁଲ ଯାଉଛି କି ନାହିଁ, ହୋମୱାର୍କ କରୁଛି କି ନାହିଁ। ମୋ ପ୍ରତି କାହାର ବି ଧ୍ୟାନ ନଥାଏ। ଚାକର ବାକରମାନେ ମନମାନି କରିବା ଆରମ୍ଭ କରୁଥିଲେ। ଯେବେ ତାଙ୍କ ଇଚ୍ଛା ହେଉଥିଲା ମୋ କଥା ବୁଝୁଥିଲେ, ଯେବେ ଇଚ୍ଛା ନାହିଁ ତ ନାହିଁ। ଏମିତି ବି କେତେଥର ମୋତେ ଖାଇବାକୁ ଦେବାକୁ ସେମାନେ ଭୁଲି ଯାଉଥିଲେ। ମୁଁ ତାଙ୍କ ପଛେ ପଛେ ପେଟର ଜ୍ୱାଳା ସହି ନପାରି ଭୋକ ଭୋକ ହୋଇ ବୁଲୁଥିଲି। ତଥାପି ସେମାନଙ୍କ ମନରେ ଟିକେ ବି ଦୟା ଆସେନି। ସେମାନେ ତାଙ୍କ କାମ ସାରି ନିଜ ଘରକୁ ଚାଲିଯାଆନ୍ତି। ମୋ ସାବତ ମା ଆଉ ଦିଦି ଖାଇ ପିଇ ଆରାମରେ ଶୋଇଯାଆନ୍ତି। ଟିକେ ବି ବୁଝନ୍ତି ନାହିଁ କି ମୁଁ ଖାଇଛି କି ନାହିଁ ବୋଲି। ଭୋକ ସମ୍ଭାଳି ନପାରି ପାଣି ପିଇ ମା କଥା ଭାବି ବହୁତ କାନ୍ଦେ। ସେମିତି କାନ୍ଦି କାନ୍ଦି କେତେବେଳେ ନିଦ ହୋଇଯାଏ ଜାଣିପାରେ ନା। ଗୋଟେ ପିଲା ଯାହାର ମା ନାହିଁ, ତାର କେହି ବି ନାହାନ୍ତି। ଯେଉଁଦିନ ମୋ ମା ଏ ଦୁନିଆରୁ ଚାଲି ଯାଇଥିଲେ ସେହିଦିନଠାରୁ ମୋର ସବୁ ସୁଖ କୁଆଡ଼େ ଉଭେଇ ଯାଇଥିଲା। ମୁଁ ସ୍କୁଲରୁ ଯାଇ କଲେଜରେ ପହଞ୍ଚି ଯାଇଥିଲି। ମୋ ଦିଦି ମ୍ୟାରେଜ ସରିଯାଇଥିଲା। ଦିଦି ତା ଶାଶୁଘରକୁ ନ ଯାଇ ଆମରି ଘରେ ରହୁଥିଲା। କାହିଁକି ନା ମୋ ବଡ଼ ମା ତାକୁ ଆଖିରୁ ଦୂରେଇ ଦେବାକୁ ଚାହୁଁନଥିଲା। ଏତେ ଦୁଃଖ ସହିଲା ପରେ ବି ଦୁଃଖ ମୋ ପିଛା ଛାଡ଼ୁନଥିଲା। ଗୋଟେ ଦିନ ମୋ ବାପା ବଡ଼ ମା ବୁଲିବାକୁ ଯାଇଥିଲେ। ରୋଡ଼ ଆକ୍ସିଡେଣ୍ଟରେ 2 ଜଣ ଯାକ ସେ ପାରିକୁ ଚାଲିଗଲେ।
ତାପରଠାରୁ ସବୁକିଛି ମୋ ଦିଦି ଆଉ ଭିଣେଇ ବୁଝାସୁଝା କରିବାକୁ ଲାଗିଲେ। ଆମ କମ୍ପାନୀ, ଆମ ବିଜନେସ୍ ସବୁକିଛି ତାଙ୍କ ଦାୟିତ୍ୱରେ ରହିଲା। ଆମ ଘରୋଇ ଓକିଲ ଜଣେଇଲେ କି ବାବା ସବୁକିଛି ପ୍ରଥମରୁ ମୋ ନାଁରେ କରାଇ ଦେଇଛନ୍ତି। ମୋ ମା ବି ତାଙ୍କ ବାପା ମାଙ୍କର ଏକମାତ୍ର ପିଲା ଥିବାରୁ ତାଙ୍କ ନାଁରେ ଥିବା ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ପୂର୍ବରୁ ମୋ ନାଁରେ ହୋଇସାରିଥିଲା। ଦିଦି ମ୍ୟାରେଜ ସମୟରେ ବାବା ତାର ସେୟାର ତାକୁ ଦେଇଥିଲେ। ଓକିଲ ଅଙ୍କଲଙ୍କଠାରୁ ବାବାଙ୍କ ଉଇଲ୍ କଥା ଶୁଣି ଦିଦି ବହୁତ ଚିନ୍ତାରେ ପୁରା ଗୁମସୁମ ହୋଇ ରହୁଥିଲା। ହେଲେ ବି ମୁଁ କିନ୍ତୁ ତାର ବହୁତ ଖିଆଲ ରଖୁଥିଲି। ଧୀରେ ଧୀରେ ଦିଦିର ବ୍ୟବହାର ମୋ ସହିତ ଠିକ୍ ହୋଇଗଲା। ଦିଦିର ଭଲ ବ୍ୟବହାରରେ ମୁଁ ବହୁତ ଖୁସିରେ ଥିଲି। ଦୁନିଆରେ ମୋର ବୋଲି ଆଉ କିଏ ବା ଅଛି। ଦିଦିର ଭଲ ପାଇବା ମିଳିବା ପରେ ମୋତେ ଯେପରି ଲାଗୁଥିଲା କି ଦୁନିଆରେ ମୋ ଠାରୁ ସୁଖୀ ବୋଧହୁଏ ଆଉ କେହି ନାହାନ୍ତି। ଦିଦି ବି କହୁଥିଲା କି ବଡ଼ ଭଉଣୀ ମା ସମାନ, କେବେ ନିଜକୁ ଏକଲା ଭାବିବୁନି। ଦିଦିର ଏହି କଥାରେ ମୁଁ ବହୁତ ଖୁସି ହୋଇଯାଇଥିଲି। ମୋ ପାଠପଢ଼ା ଆଗଠାରୁ ବହୁତ ଭଲରେ ଚାଲୁଥିଲା। ଗୋଟେ ଦିନ ଦିଦି କହିଲା, ଯେ ପର୍ଯ୍ୟନ୍ତ ତୋର ମ୍ୟାରେଜ ନ ହେଇଛି ସେ ପର୍ଯ୍ୟନ୍ତ ମୁଁ ଆଉ ତୋ ଭିଣେଇ ଏଇଠି ରହିବୁ। ଏବେ ବାପା ମାଙ୍କ ବାଦ ଆମ ଦୁଇ ଜଣଙ୍କ ଛଡ଼ା ତୋର ବା ଆଉ ଏ ଦୁନିଆରେ କିଏ ଅଛି? ମୁଁ ଏ କଥା ଶୁଣି ଦିଦିକୁ କହିଲି କି ଦିଦି, ତୁମେ ଦୁଇ ଜଣ ଏଠାରୁ କେବେ ବି କୁଆଡ଼େ ଯିବା ଦରକାର ନାହିଁ। ତୁମେ ସବୁଦିନ ପାଇଁ ଏଇଠି ରୁହ। ଦିଦି ମୋ କଥା ଶୁଣି କହିଲା କି କିଏ ଜାଣେ, କାଲି ତୋ ସ୍ତ୍ରୀ ଆସିଗଲା ପରେ ସିଏ ଯଦି ଆମକୁ ଗ୍ରହଣ ନ କଲା ତେବେ ଆମେ କୁଆଡ଼େ ଯିବୁ? ମୋ ଶାଶୁଘର ଲୋକ କ'ଣ କହିବେ? ଯେଉଁ ଭାଇର ଭଲ ମନ୍ଦ ବୁଝିବା ପାଇଁ ସେଠି ପଡ଼ି ରହିଥିଲା ସେହି ଭାଇ ଘରୁ ତଡ଼ିଦେଲା। ତେଣୁ ତୁ ଏଇଆ କର, ଘରର ସବୁ କାଗଜପତ୍ର ମୋ ନାଁରେ କରିଦେ। ମୁଁ କହିଲି, ଦିଦି ଇଏ କୋଉ ବଡ଼ କଥା? ଏ ଘର ମୋର ଯେତିକି ତୋର ବି ସେତିକି। ମୁଁ ଏ ଘର ତୋ ନାଁରେ କରିଦେବି। ମୋ କଥା ଶୁଣି ଦିଦି ବହୁତ ଖୁସି ହୋଇଗଲା। ସମୟ ଗଡ଼ି ଚାଲିଲା। ମୋର ପାଠ ପଢ଼ାପଢ଼ି ବି ସରିଗଲା। ମୁଁ ଅଫିସ ଯିବା ଆରମ୍ଭ କରି ବାବାଙ୍କ ବିଜନେସ୍କୁ ସମ୍ଭାଳି ନେଲି। ଦିଦି ନିଜ ପସନ୍ଦର ଗୋଟେ ଝିଅ ସହିତ ମୋର ମ୍ୟାରେଜ କରିଦେଲା। ଚତୁର୍ଥୀ ରାତିରେ ମୁଁ ଯେତେବେଳେ ରୁମ୍ ଭିତରେ ପହଞ୍ଚିଲି, ମୋ ସ୍ତ୍ରୀର ଦେହ ବହୁତ ଅସୁସ୍ଥ ହୋଇଥିଲା। ମୁଁ ଜଲ୍ଦି ତାକୁ ନେଇ ହସ୍ପିଟାଲରେ ପହଞ୍ଚିଲି, କିନ୍ତୁ ସେ ମରିସାରିଥିଲେ। ମୋ ଶାଶୁ ଶ୍ୱଶୁର ସେ ବି ସେହି ହସ୍ପିଟାଲରେ ପହଞ୍ଚି ସାରିଥିଲେ। ସେମାନେ ପୋଲିସ ଡାକି ମୋ ଉପରେ ଦୋଷ ଲଦିଦେଲେ କି ମୁଁ ତାଙ୍କ ଝିଅକୁ ମାରିଦେଇଛି। ମୋ ଶ୍ୱଶୁର ବି ମୋତେ ଗୋଟେ ଜାବୁଡ଼ା ମାଇଲେ। ପୋଲିସ ମୋତେ ଧରିକି ଥାନାକୁ ନେଇଗଲେ। ବହୁତ କଷ୍ଟରେ ମୋ ଭିଣେଇ 3 ମାସ ପରେ ମୋତେ ଜେଲରୁ ମୁକୁଳେଇ ଆଣିଥିଲେ। ଧୀରେ ଧୀରେ ମୁଁ ସେହି ଅଘଟଣ ଭୁଲି ଯାଇଥିଲି। ତଥାପି ଅନେକ ସମୟ ଲାଗିଥିଲା। ମୋ ଜୀବନ ଯାତ୍ରା ଧୀରେ ଧୀରେ ରୁଟିନରେ ଚାଲିବାକୁ ଲାଗିଲା। ଏହାର ବହୁତ ଦିନ ପରେ ମୋତେ ଲୀନା ମିଳିଥିଲା। ମୋର ତା ସହିତ ମହବତ ହୋଇଯାଇଥିଲା, କିନ୍ତୁ ଅଚାନକ ସେ କୁଆଡ଼େ ଗାୟବ ହୋଇଗଲା। ମୁଁ ତାର ପ୍ରେମରେ ପାଗଳ ହୋଇଯାଇଥିଲି। ତାକୁ ଦିନ ରାତି ପାଗଳ ପ୍ରାୟ ଏଣେତେଣେ ଖୋଜି ବୁଲିଲି, ହେଲେ ସବୁ ଚେଷ୍ଟା ମୋର ବିଫଳ ହେଲା। ଶେଷକୁ ଜୀବନରେ ଥରେ ବି ବିଶ୍ୱାସ କରୁନଥିବା ଜ୍ୟୋତିଷମାନଙ୍କ ଉପରେ ବିଶ୍ୱାସ ରଖି ତାଙ୍କ ପାଖକୁ ଧାଇଁଲି, ହେଲେ ସେଠୁ ବି ନିରାଶ ହେଲି। କେତେଜଣ ସାଙ୍ଗଙ୍କ କଥାକୁ ବିଶ୍ୱାସ କରି ଗୁଣିଗାରେଡ଼ି ତନ୍ତ୍ରମନ୍ତ୍ର କରି ଠିକଣା ଜାଣିବା ଆଶାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କେତେ ବାବା ମାତାଙ୍କୁ ପୋଷିଲି, ହେଲେ ସବୁ ଚେଷ୍ଟା ମୋର ହେଲା ବିଫଳ। ନା ଜାଣିପାରିଲି ନା ତାର ଯିବାର ଉଦ୍ଦେଶ୍ୟ, ନା ରହିବାର ଠିକଣା। ଲୀନା ଯିବା ପରେ ମୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲି। ମୋତେ ଲାଗୁଥିଲା କି ସତରେ ମୁଁ କ'ଣ ଜଣେ ଅମଙ୍ଗଳିଆ? ମୁଁ କୁଆଡ଼େ ଯିବି? କେଉଁଠି ରହିବି? ସମସ୍ତଙ୍କ ସୁଖକୁ ଦୁଃଖରେ ପରିଣତ କରିଦେବି। ଦିଦି ମୋତେ ବହୁତ ବୁଝେଇଲା କି ଲୀନାକୁ ଭୁଲିଯା, ସିଏ ବହୁତ ଧୋକାବାଜ, ଲୋଭୀ ଝିଅ ଥିଲା। ମୁଁ ତୋ ପାଇଁ ଲୀନାଠୁ ବି ବହୁତ ସୁନ୍ଦର ଝିଅ ଆଣିଦେବି। ଦେଖିବୁ, ସିଏ ତାଠାରୁ ଆହୁରି ଅଧିକ ଭଲ ପାଇବ। ତୋ ଉପରେ ଅଜାଡ଼ି ଦେବ ଭଲ ପାଇବା। ତାକୁ ହିଁ ତୋ ସ୍ତ୍ରୀ ବନେଇବି। ମୁଁ ବି ଧୀରେ ଧୀରେ ଲୀନାକୁ ଭୁଲିବାକୁ ଚେଷ୍ଟା କରୁଥାଏ। ଦିଦି ଏଣିକି ମୋ ସହିତ ବହୁତ ଭଲ ବ୍ୟବହାର କରୁଥାଏ। ମୋତେ ଗୋଟେ ମୁହୂର୍ତ୍ତ ପାଇଁ ପାଖରୁ ଅନ୍ତର କରୁନଥାଏ। ଦିଦିର ଏପରି ଭଲ ପାଇବା ଆଗରେ ଲୀନାକୁ ମନେ ପକାଇବା, ତା କଥା ଭାବିବା ମୋର ଆସ୍ତେ ଆସ୍ତେ କମିଗଲା। ମୋ ଜୀବନର ଚଲାପଥେ ଏବେ ଲାଇନ୍ ଅପ୍ ହେବାକୁ ଲାଗିଲା। ଦିଦିର ଜିଦ୍ ଆଗରେ ମୁଁ ହାର ମାନିଲି। ଦିଦି ମୋର ସେକେଣ୍ଡ ମ୍ୟାରେଜ ତାର ଜଣେ ସାଙ୍ଗର ଝିଅ ସହିତ କରେଇଦେଲା। କିନ୍ତୁ ଦୁର୍ଯୋଗର କଥା, ମୋ ସେକେଣ୍ଡ ସ୍ତ୍ରୀ ବି ମୋ ଚତୁର୍ଥୀ ରାତିରେ ମରିଗଲା। ମୁଁ ବହୁତ ଦୁଃଖୀ ଥିଲି, କାରଣ ଏହା ମୋ ଜୀବନର ଦ୍ୱିତୀୟ ଥର ହୋଇଥିଲା। ଏବେ କୌଣସି ବି ଝିଅ ମୋତେ ମ୍ୟାରେଜ କରିବା ପାଇଁ ରାଜି ନଥିଲେ। ମୁଁ ବି ଦିଦିକି ସଫା ସଫା କହିଦେଇଥିଲି କି ମୋତେ ଆଉ କେବେ ବି ମ୍ୟାରେଜ କଥା କହିବୁନି।
ମୁଁ ଅନେକ ଲୋକଠାରୁ ଅନେକ କଥା ଶୁଣିଲି କି ମୁଁ ଗୋଟେ ଅମଙ୍ଗଳିଆ, ଅଶୁଭ। ମୁଁ ମୋ ମାଆଙ୍କୁ ଖାଇଛି, ମୋ ବଡ଼ ମାଆକୁ ଖାଇଛି, ମୋ ବାପାଙ୍କୁ ଖାଇଛି, ଲିନାକୁ ହରେଇଛି, ଫାଷ୍ଟ ସ୍ତ୍ରୀକୁ ଖାଇଛି, ସେକେଣ୍ଡ ସ୍ତ୍ରୀକୁ ଖାଇଛି। ତେଣୁ ମୁଁ କୁଆଡ଼େ ସବୁକୁ ଖାଇଯିବି। ଯାହା ପାଖକୁ ଯିବି ତାର ଅଶୁଭ ହିଁ ଅଶୁଭ ହେବ। ମୋ ଛାଇ ଯେଉଁଠି ପଡ଼ିବ ସେଠି ହେବା ଜିନିଷ ବି ହେବନି। ଏହିପରି କଥା ମୋ ନାଁରେ ଚାରିଆଡ଼େ ଶୁଣିବାକୁ ମିଳିଲା। କେତେକ ସାଙ୍ଗ ସେହି କଥାକୁ ବିଶ୍ୱାସ କରି ମୋ ସାଙ୍ଗେ ମିଳାମିଶା କରିବା ବନ୍ଦ କରିଦେଲେ। ମୁଁ କିନ୍ତୁ ଏଗୁଡ଼ା ଜମା ସହିପାରୁନଥାଏ। ସାଙ୍ଗମାନେ ଦୂରେଇବାର ଦୁଃଖ ସବୁ ଦୁଃଖକୁ ବଳି ପଡ଼ିଥାଏ। ସେଥିପାଇଁ ମୁଁ ସ୍ଥିର କଲି କି ଏଠି ଆଉ ରହିବିନି, ଏରିଆ ଛାଡ଼ି ପଳେଇବି। ଯେଉଁଠିକି ଯିବି ସେଠି ମୋତେ କେହି ଜାଣିନଥିବେ। ହୁଏତ ସାମାଜିକ କଳଙ୍କରୁ ତ ଦୂରେଇକି ରହିପାରିବି। ଏ କଥା ଶୁଣିବା ମାତ୍ରେ ଦିଦି କାନ୍ଦିବା ଆରମ୍ଭ କରିଦେଲା। କହିଲା କି ତୁ ଚାଲିଯିବୁ ତ ମୋର କ'ଣ ହେବ? ତୁ ତ ମୋର ଏକମାତ୍ର ଭାଇ। ତୁ ଏବେ ମୋତେ ଛାଡ଼ିକି ଚାଲିଯିବାକୁ ବସିଛୁ। କ'ଣ କରିବି? ଦିଦି, ମୁଁ ମୋ ଜୀବନ ଉପରେ ଆସ୍ଥା ହରାଇ ସାରିଲିଣି। 30 ବର୍ଷ ବୟସ ଭିତରେ ମୁଁ ବହୁତ କିଛି ଦେଖି ସାରିଲିଣି, ବହୁତ କିଛି ସହି ସାରିଲିଣି। ମୁଁ ଇଣ୍ଡିଆରୁ ବାହାରକୁ ଯିବାକୁ ପ୍ରିପେୟାର ହୋଇସାରିଥିଲି। ଅଫିସରେ ବସିଥାଏ, ସିକ୍ୟୁରିଟି ଆସି କହିଲା କି ମୋତେ ଜଣେ କିଏ ଦେଖା କରିବାକୁ ଆସିଛନ୍ତି। ଯେତେ ପଚାରିଲେ ନିଜ ନାଁ କହୁନାହାନ୍ତି, ଖାଲି ଗୋଟେ କଥା ବାରମ୍ବାର ରିପିଟ୍ କରୁଛନ୍ତି କି ଆପଣଙ୍କୁ ଦେଖା କରିବେ। ମୁଁ ସିକ୍ୟୁରିଟିକି କହିଲି କି ତାଙ୍କୁ ଭିତରକୁ ଆସିବାକୁ ଦିଅ। ସିକ୍ୟୁରିଟି ମୋ କଥା ଶୁଣି ଚାଲିଗଲା। କିଛି ସମୟ ପରେ ଜଣେ ଲୋକ ମୋ ଚାମ୍ବର ଭିତରକୁ ପଶି ଆସିଲେ। ତାଙ୍କୁ ଚିହ୍ନିବା ସମ୍ପୂର୍ଣ୍ଣ ଅସମ୍ଭବ ଥିଲା। ସେ ନିଜକୁ ବୁର୍ଖା ଦ୍ୱାରା ଆବୃତ କରିଥିଲେ। ଭିତରକୁ ଆସି ସିଧା ସିଧା ମୋ ଗୋଡ଼କୁ ଧରି କାନ୍ଦ କାନ୍ଦ କଣ୍ଠରେ କହିଲେ, ମୋ ଘରେ 2ଟି ଝିଅ ଅଛନ୍ତି। ତୁମେ ସେ ଦୁହିଁଙ୍କୁ ବିବାହ କର। ତୁମର ଭାଗ୍ୟ ନିଶ୍ଚୟ ବଦଳିଯିବ। ମୁଁ ବୁଢ଼ୀ ମଣିଷ, ଆଉ ତାଙ୍କ ସାହାରା ବିନା ବଞ୍ଚିପାରିବିନି। ମୁଁ ଯିବା ପରେ ଜଣା ନାହିଁ ସେହି 2ଟି ଛୁଆଙ୍କ ଭବିଷ୍ୟତ କ'ଣ ହେବ। ତୁମେ ଯଦି ତାଙ୍କର ସାହାରା ବନିବ ତେବେ ଭଗବାନ ନିଶ୍ଚୟ ତାର ସୁଫଳ ତୁମକୁ ଦେବେ। ଏ କଥା ଶୁଣି ମୋର ସେହି ବୁଢ଼ୀ ଲୋକ ପ୍ରତି ଦୟା ଆସିଗଲା। ବହୁତ କିଛି ଭାବିବା ପରେ ତାଙ୍କୁ ମୁଁ ହଁ କରିଦେଲି। କିନ୍ତୁ ଯେତେବେଳେ ମ୍ୟାରେଜ କଥା ଭାବିବାକୁ ଲାଗିଲି, ଭୟରେ ମୋ ଦେହ ଶୀତେଇ ଉଠୁଥାଏ। ଭାବୁଥାଏ ପୁନର୍ବାର ସେମିତି କିଛି ଅଘଟଣ ଘଟିବନି ତ। ପୁଣି 2 ଜଣକୁ। ଆରେ, ମୁଁ ଏସବୁ କ'ଣ, କାହିଁକି କରିବାକୁ ଯାଉଛି? ଏମିତି ଭାବି ଭାବି ମୋ ଚାମ୍ବର ବାହାରକୁ ଆସି ୱେଟିଂ ରୁମ୍ରେ ପହଞ୍ଚିଗଲି। ସେଠି ପହଞ୍ଚିକି ମୁଁ ନିଜକୁ ନିଜେ ବିଶ୍ୱାସ କରିପାରିଲିନି। ଆରେ, ମୁଁ ଏ କ'ଣ ଦେଖୁଛି? ୱେଟିଂ ରୁମ୍ର ସୋଫା ଉପରେ 2 ଜଣ ଝିଅ ସହିତ ସେ ବୁଢ଼ୀ ମାଉସୀ ବସିଥିଲେ। ସେ 2 ଜଣ ଆଉ କେହି ନଥିଲେ, ସେମାନେ ଥିଲେ ମୋର ମରିଯାଇଥିବା 2ଟି ସ୍ତ୍ରୀ। କିନ୍ତୁ 2 ଜଣଙ୍କ ମୁହଁ ସମାନ ଭାବେ ପୋଡ଼ି ହୋଇଯାଇଥିଲା। ଦେଖିବାକୁ କିଭଳି ଭୟାନକ ଦେଖାଯାଉଥିଲେ। ହେଲେ ସେମାନେ ତ ମରିଯାଇଥିଲେ, ପୁଣି କେମିତି ଜୀବନ୍ତ ହୋଇ ଉଠିଲେ? ମୋତେ ଦେଖି ସେ 2 ଜଣ ଛିଡ଼ା ହୋଇଗଲେ। ବୁଢ଼ୀ ମାଉସୀ ମୁହଁରେ ପକାଇଥିବା ବୁର୍ଖାକୁ କାଢ଼ିଦେଲେ। ତାଙ୍କୁ ବି ଦେଖି ମୁଁ ଆହୁରି ଦ୍ୱନ୍ଦ୍ୱରେ ପଡ଼ିଗଲି। ସେ ଥିଲେ ଆମ ଘରର ପୁରୁଣା କାମବାଲି, ଯିଏକି ମା ଯିବା ପରେ ମୋର ଲାଳନ ପାଳନ କରିଥିଲେ। ମୁଁ ଆସିବା ପୂର୍ବରୁ ସିଏ ଆମ ଘରେ କାମ କରୁଥିଲେ। ମୁଁ ତାଙ୍କୁ ସେବେ ମାଉସୀ ବୋଲି ଡାକୁଥିଲି। ସେ ବି ମୋ ସେକେଣ୍ଡ ମ୍ୟାରେଜ ପରେ ଅଚାନକ କୁଆଡ଼େ ଗାୟବ ହୋଇଯାଇଥିଲେ। ସେତେବେଳେ ବି ମୁଁ ତାଙ୍କୁ କେତେ ମନେ ପକାଇ ଖୋଜିଛି, ହେଲେ ନ ପାଇକି ଆମ୍ଭେମାନେ ଭୁଲି ଯାଇଛୁ। ଏହିଭଳି ଏକ ପରିସ୍ଥିତି ମୋତେ ସାମ୍ନା ଯାଇଛି କରିବାକୁ ପଡ଼ିବ। ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ମୋ ସାମ୍ନାରେ ମୋର ମରିଯାଇଥିବା 2ଟି ସ୍ତ୍ରୀ, ତା ସହିତ ମୋତେ ଛୋଟରୁ ବଡ଼ କରେଇ ହଠାତ୍ ଗାୟବ ହୋଇଯାଇଥିବା ମା ସମାନ ମାଉସୀ। ମାଉସୀକୁ ପଚାରିଲି, ଇଏ ସବୁ କ'ଣ? ଇଏ କେମିତି ସମ୍ଭବ? ଏମାନେ ତ ମରିସାରିଥିଲେ। ଡାକ୍ତର ବି ଡେଥ୍ ସାର୍ଟିଫିକେଟ୍ ଦେଇଥିଲେ, ପୁଣି କେମିତି ଜୀବନ୍ତ ହୋଇଗଲେ? ମାଉସୀ ମୋତେ କହିଲେ, ପୁଅ, ତୋ ସହିତ ବହୁତ ବଡ଼ ଷଡ଼ଯନ୍ତ୍ର ହୋଇଛି। ମୁଁ ତତେ ସବୁ ସତ କହୁଛି। ଯେବେ ତୋ ବାପା ତୋ ମାଆକୁ ଘରକୁ ନେଇକି ଆସିଥିଲେ, ତୋ ବଡ଼ ମା ତାଙ୍କୁ ଆଦୌ ସ୍ୱୀକାର କରିନଥିଲେ। ସେ ତାଙ୍କୁ ମାନସିକ ରୋଗୀର ଆଖ୍ୟା ଦେଇ ପାଗଳି କରିବା ପାଇଁ ବହୁତ ଚେଷ୍ଟା କରି ଶେଷକୁ ସଫଳ ବି ହୋଇଥିଲେ। ଯଦି ସେହିଦିନ ତୋ ମା ବଞ୍ଚି ଯାଇଥାନ୍ତା ତେବେ ସବୁ ସତ ଧରା ପଡ଼ିଯାଇଥାନ୍ତା। ତୋ ମାଆକୁ ଏକ ପ୍ରକାର ମେଡ଼ିସିନ ଦିଆଯାଇଥିଲା, ଯାହାଦ୍ୱାରା ସେ ଭିତରେ ଭିତରେ ଶେଷ ହେବାକୁ ଲାଗୁଥିଲା। ତୋ ମା ଯିବା ପରେ ସେ ମା ଝିଅ ତତେ ମଧ୍ୟ ଶେଷ କରିବା ପାଇଁ ଚାହୁଁଥିଲେ। ମୁଁ ଜାଣିଛି ତୋ ଖାଇବାରେ କିଛି ନା କିଛି ମିଶେଇ ଦେଉଥିଲେ, କିନ୍ତୁ ମୁଁ ସେ ଖାଦ୍ୟ ତତେ ନ ଦେଇ ବାହାରେ ଫୋପାଡ଼ି ଦିଏ। ତୋର ମନେ ଥିବ,
ଥରେ ଆମ ଘର ପାଖରେ ଅନେକ କାଉ ମରିବାର ସେହିଦିନ ସେମାନେ ତ ଖାଇବାରେ ନିଶ୍ଚୟ ଜହର ମିଶାଇଥିଲେ। ମୁଁ ସେ ଖାଇବାକୁ ବାହାରେ ପକାଇଥିଲି। ତାକୁ କାଉ ଖାଇକି ମରିବା ଦେଖି ମୁଁ ସିଓର ହେଇଯାଇଥିଲି କି ତୋ ଖାଇବାରେ ନିଶ୍ଚୟ ବିଷ ଦିଆଯାଇଛି। ସେଥିପାଇଁ ମୋ ପାଇଁ ଯେଉଁ ଖାଇବାକୁ ଆଣେ ତାକୁ ତୋତେ ଖାଇବାକୁ ଦିଏ। ତୁ ଖାଇବା ପରେ ଯେତିକି ବଳେ ମୁଁ ତାକୁ ଖାଇକି ରୁହେ। ଏମିତି ବି କେତେଥର ମୋତେ ଉପାସ ରହିବାକୁ ମଧ୍ୟ ପଡ଼ିଛି। ତୋର ତ ଆଇଁଷ ଭାରି ପସନ୍ଦ। ଘରେ ଯେଉଁଦିନ ଆଇଁଷ ହେବ ସେଦିନ ମୋତେ ଉପାସ ହିଁ ରହିବାକୁ ପଡ଼େ। ଆଇଁଷ ତରକାରୀ ଲଗାଇ ତୁ ସବୁ ଭାତ ପୋଛି ପାଛି ଖାଇଦେଉ। ମୋ ପାଇଁ ଆଉ ବଳେନି। ଏହିସବୁ ଘଟଣା ମୁଁ ବଡ଼ ବାବୁଙ୍କୁ କହିବା ପାଇଁ ଅନେକ ଥର ଭାବିଛି। ହେଲେ ସେ ମା ଝିଅ ଏଭଳି ଭାବେ ବଡ଼ବାବୁଙ୍କ ପାଖେ ପାଖେ ରହୁଥିଲେ କି ମୋତେ କେବେ ବି ସୁଯୋଗ ଦିଅନ୍ତିନି। ତାପରେ ସେମାନଙ୍କ କଥା ବଡ଼ବାବୁଙ୍କୁ କହିଲେ ସିଏ ଯେ ମୋ କଥାକୁ ବିଶ୍ୱାସ କରିବେ ସେ ଭରସା ବି ନଥିଲା। ଅଚାନକ ତାଙ୍କ ଦୁହିଁଙ୍କର ବି ମୃତ୍ୟୁ ହୋଇଗଲା। ସବୁକିଛି ଦାୟିତ୍ୱ ଏଥର ତୋ ଦିଦି ଉପରେ ପଡ଼ିଲା, ଯାହାକୁ ତୁ ଅନ୍ଧ ଭାବେ ବିଶ୍ୱାସ କରୁ। ପ୍ରକୃତରେ ସିଏ ସେମିତି ନୁହଁ। ଯେଉଁ ପ୍ରକାର ତୁ ତାଙ୍କୁ ବିଶ୍ୱାସ କରୁ ସିଏ ଜାଣିଶୁଣି ଏହି ଘରେ ରହିବାର ଫଇସଲା କରିଛି। ଯେମିତି ତୋ ଠାରୁ ଧୀରେ ଧୀରେ ସବୁକିଛି ହାତେଇ ପାରିବ। ଯେବେ ତାକୁ ଜଣାପଡ଼ିଲା କି ସମସ୍ତ ସମ୍ପତ୍ତି ତୋ ନାଁରେ ହୋଇଯାଇଛି, ତାକୁ ସେଥିରୁ କିଛି ପାଇବାର ନାହିଁ, ସେଇଦିନଠାରୁ ସ୍ୱାମୀ ସ୍ତ୍ରୀ ଦୁଇଜଣ ଯାକ ଚିନ୍ତା କଲେ କି କେମିତି ତୋ ଜୀବନକୁ ବର୍ବାଦ କରିଦେବେ। ତୁ ସବୁକିଛି ତାଙ୍କ ଦାୟିତ୍ୱରେ ସମର୍ପି କୁଆଡ଼େ ଚାଲିଯିବୁ। ଆଉ କେବେ ବି ଲେଉଟି କରି ଆସିବୁନି। କେମିତି ପୁନର୍ବାର ତୁ ବାହା ନ ହେଇପାରିବୁ। ସେଥିପାଇଁ ତୋ ଦିଦି ତୁ ପସନ୍ଦ କରିଥିବା ଲୀନା ଘରକୁ ଯାଇଥିଲା। ସେଠି ତୋ ବିଷୟରେ ଅନେକ କିଛି ଇଆଡ଼ୁ ସିଆଡ଼ୁ ଗପିଥିଲା। ଏମିତି ତୁ ବହୁତ ଝିଅଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛୁ। ତୁ ବିଭିନ୍ନ ଖରାପ କାମରେ ଲିପ୍ତ। ତୁ ବିଦେଶକୁ ଝିଅ ଚାଲାଣ କରିବା ର୍ୟାକେଟରେ ସମ୍ପୃକ୍ତ ଅଛୁ। ଆଗରୁ ଏମିତି କେତେ ଝିଅଙ୍କୁ ନିଜ ପ୍ରେମ ଜାଲରେ ଫସେଇ ବାହାରେ ବିକ୍ରି କରିଦେଇଛି। ତେଣୁ ତାକୁ ତୁମେ ଭୁଲିଯାଅ। ମୁଁ ତୁମ ମା ଝିଅଙ୍କ ମଙ୍ଗଳ ପାଇଁ ଏ କଥା କହୁଛି। ଆଉ ଯଦି ମୋ କଥା ନ ମାନିବ ତେବେ ଫଳ ତ ଭୋଗିବ ନିଶ୍ଚୟ। ଯଦି ଝିଅକୁ ମୋହରା କରି ତାଠାରୁ ଟଙ୍କା ଲୁଟିବା ଚକରେ ଅଛ, ତେବେ କୁହ କେତେ ଟଙ୍କା ଦରକାର, ମୁଁ ତୁମକୁ ଦେବି। ହେଲେ ତା ପିଛା ଛାଡ଼ିଦିଅ। ଏହିପରି ଅନେକ କିଛି ଧମକେଇବା ପରେ ତାଙ୍କଠାରୁ ମୋବାଇଲ 2ଟା ବି ଛଡ଼େଇ ଆଣିଲା, ଯେମିତି ସେମାନେ ତତେ ଆଉ କଣ୍ଟାକ୍ଟ ନ କରିପାରିବେ। ଲୀନାକୁ ବି କହିଲା ତୁମେ ଦୁଇଜଣ ଏ ସହର ଛାଡ଼ି ଚାଲିଯାଅ। ଆଉ ହଁ, ଏ କଥା ବି ମନେ ରଖ, ତୁମେ ଏଠୁ ଯିବା ପୂର୍ବରୁ ତାକୁ ଯେମିତି କୌଣସି କଣ୍ଟାକ୍ଟ ନ କର କିମ୍ବା ପଡ଼ୋଶୀଙ୍କୁ ବି ଜଣାଇବନି କି ତୁମେ କୁଆଡ଼େ ଯାଉଛ ବୋଲି। ତାର ଏକଥା ଶୁଣି ଲୀନା ବହୁତ କାକୁତି ମିନତି ହୋଇ ମୋବାଇଲ ମାଗିଲା। ହେଲେ ଏତେ ବଡ଼ ନିଷ୍ଠୁର ସିଏ। ତା ହୃଦୟରେ ଟିକେ ବି ଫରକ ପକେଇଲା ନାହିଁ। ଓଲଟା ଧମକେଇକି ଆସିଲା କି ରାତି ପାହିବା ପୂର୍ବରୁ ସେମାନେ ଯେମିତି ଏ ସହର ଛାଡ଼ି ଚାଲି ଯାଇଥିବେ, ନଚେତ୍ ବହୁତ କିଛି ଅସୁବିଧା ହେବ। ମୁଁ ସେଦିନ ତା ସହିତ ଥିଲି, ନହେଲେ ମୁଁ ତାର ପ୍ରକୃତ ଉଦ୍ଦେଶ୍ୟ ଜାଣିପାରିନଥାନ୍ତି। ମୋ ଘରକୁ ଆସି ତାକୁ କହିଲି, ଝିଅ ତୁ ଏମିତି କରନା। ରମେଶ ଲୀନାକୁ ବହୁତ ଭଲ ପାଏ। ମୋ କଥା ଶୁଣ। ସେ କହିଲା, ହେ ବୁଢ଼ୀ, ତୁ ତୋ ଔକାତ ଭିତରେ ରହ। ତୋର ଉପଦେଶ ମୋର ଦରକାର ନାହିଁ। ଏ ଘରେ ଯେକୌଣସି ନିଷ୍ପତ୍ତି ମୁଁ ହିଁ ନେବି। ରମେଶ ମୋ ବାପ ଅଜାଙ୍କ ସମସ୍ତ ସମ୍ପତ୍ତି ଉପରେ ଅଧିକାର ଜମେଇ ବସିଛି। ମୁଁ ଏ ଘରେ ଗୋଲାମ ହୋଇ ରହିଯାଇଛି। ଏହି ସମସ୍ତ ସମ୍ପତ୍ତି ଉପରେ କେବଳ ଆଉ କେବଳ ମୋର ଅଧିକାର ଅଛି। ଯଦି ରମେଶ ଆଉ ତା ମା ମୋ ବାପାଙ୍କ ଜୀବନରେ ଆସିନଥାନ୍ତେ, ତେବେ ଏସବୁ ମୋର ହୋଇ ରହିଯାଇଥାନ୍ତା। ମୁଁ ମୋର ଅଧିକାରକୁ ତାଠାରୁ କଳେ ବଳେ କୌଶଳେ ଯେମିତି ହେଲେ ବି ଛଡ଼େଇ ନେବି। ତାକୁ ଏମିତି କୌଶଳ କରି କଷ୍ଟ ଦେବି, ସିଏ ଜାଣି ବି ପାରିବନି। ତାକୁ ଶେଷକୁ ନିଜ ହାତରେ ମରିବା ପାଇଁ ବାଧ୍ୟ କରିଦେବି। ତାର ସବୁ ଖୁସିକୁ ମୁଁ ହରଣ କରିନେବି। ତୋ ଦିଦି ଯେବେ ତୋର ବାହାଘର କରେଇଲା, ଚତୁର୍ଥୀ ରାତିରେ ତୋ ସ୍ତ୍ରୀକୁ କ୍ଷୀରରେ କିଛି ମିଶେଇକି ଦେଇ ଦେଉଥିଲା, ଯେମିତି ତାକୁ ବହୁତ ଯନ୍ତ୍ରଣା ହେବ। ସେ ବି ଡାକ୍ତରକୁ ପଇସା ଦେଇ କିଣି ସାରିଥିଲା, ଏହା କହିବା ପାଇଁ କି ତୋ ସ୍ତ୍ରୀ ମରିଯାଇଛି ବୋଲି। ତୋତେ ବହୁତ ଚକ୍ରାନ୍ତ କରି ଜେଲ୍ ପଠେଇ ଦିଆଗଲା। ଡାକ୍ତରଙ୍କ ପାଖକୁ ଗଲା ପରେ ଡାକ୍ତର ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ବେହୋସ କରି ତାଙ୍କ ମୁହଁକୁ ଏସିଡ୍ ଦ୍ୱାରା ଏପରି କୁତ୍ସିତ କରିଦେଇଥିଲେ କି ଭବିଷ୍ୟତରେ ତୁ ଯେମିତି ତାକୁ ଦେଖିଲେ ଚିହ୍ନି ପାରିବୁନି। ମାଉସୀ ଏ କଥାକୁ ଏକା ନିଶ୍ୱାସରେ କହିସାରି ଚୁପ୍ ହୋଇଗଲେ। ମୁଁ ସେସବୁ ଶୁଣିସାରି ଏକ ପ୍ରକାର ଶାନ୍ତ ହୋଇ ରହିଗଲି। ମୋ ଦିଦି, ଯାହାକୁ ମୁଁ ମୋ ମା ପରି ସମ୍ମାନ ଦେଉଥିଲି, ସମ୍ପତ୍ତି ପାଇଁ ସେ ଏତେ ଚକ୍ରାନ୍ତ କରୁଛି। ମୋ ଆଖି ଖୋଲିଗଲା। ମୁଁ ସେ ଦୁଇ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଘରେ ପହଞ୍ଚିଗଲି। ଆମେ ପହଞ୍ଚିଲା ବେଳକୁ ଦିଦି ତା ସ୍ୱାମୀ ସହିତ ବସି ଚାହା ପିଉଥିଲା।
ମୁଁ ପହଞ୍ଚିବା ସେମାନେ ଜାଣିପାରିଲେନି। ଭିଣେଇ ଦିଦିଙ୍କୁ ହସି ହସି କହୁଥାନ୍ତି କି ଯାହା ହେଉ ଆମ ପ୍ଲାନ୍ ସକ୍ସେସ୍ ହେଇଗଲା। ତୁମ ପାଗଳ ଭାଇ ଏସବୁ ଛାଡ଼ି ଚାଲିଯିବ। ବିଜନେସ୍ ଚଳେଇବା ପାଇଁ ତୁମ ନାଁରେ ପାୱାର ଅଫ୍ ଆଟର୍ଣ୍ଣି କରିକି ଯିବ। ମୁଁ ତାକୁ ବୁଝାଇ ଦେଇଛି। ଆଉ ସେ ଫେରିବ ନା, ତା ପାୱାର ତା ପାଖକୁ ଆସିଯିବ। ସିଆଡ଼େ ତାକୁ ସଫା କରିଦେବା ପାଇଁ ମୁଁ ବ୍ୟବସ୍ଥା କରିସାରିଛି। ମାଉସୀର କଥା ଆଉ ଏମାନଙ୍କର କଥା ଶୁଣିବା ପରେ ମୁଁ ସିଓର ହୋଇଗଲି କି ମୋତେ ଏମାନେ ରାସ୍ତାରୁ ହଟେଇବା ପାଇଁ ଯେଉଁ ପ୍ଲାନ୍ କରୁଛନ୍ତି ତାକୁ ଶେଷ ହେବାକୁ ଦେବିନି। ଏହିପରି ଖୁସିରେ ମସ୍ଗୁଲ୍ ଥାଆନ୍ତି। ଅଚାନକ ତାଙ୍କ ନଜର ଆମ ଉପରେ ପଡ଼ିଗଲା। ସାଙ୍ଗେ ସାଙ୍ଗେ ଚେହେରାର ରଙ୍ଗ ବଦଳିଗଲା। ସେ ଜାଣିଗଲେ ମୁଁ ସବୁ କିଛି ଜାଣିସାରିଲେଣି ବୋଲି। କ'ଣ କରିବେ, କି ଉତ୍ତର ଦେବେ, କିଛି ସ୍ଥିର କରିପାରିଲେନି। ଦୌଡ଼ିଗଲେ ଡ୍ରଇଂ ଟେବୁଲ ପାଖକୁ। ଡ୍ର ଖୋଲି କାଢ଼ି ଆଣିଲେ ପିସ୍ତଲ। କିଛି ବୁଝିବା, କିଛି କହିବା ଆଗରୁ ମୋ ଉପରକୁ ଚଳେଇଦେଲେ ଗୁଳି। ଦୌଡ଼ି ଦୌଡ଼ି ଆସି ହଡ଼ବଡ଼େଇ ଫାୟାରିଂ କରିଥିବାରୁ ପ୍ରଥମ ବୁଲେଟ୍ ହେଲା ଲକ୍ଷ୍ୟଭ୍ରଷ୍ଟ। ମୋ ପ୍ରଥମ ସ୍ତ୍ରୀର ଛାତି ଭେଦ କରି ରକ୍ତ ଲୁହାଣ ହୋଇ ସେ ଟଳି ପଡ଼ିଲା ସେହି ଚଟାଣରେ। ଫେର୍ ଫାୟାରିଂ କଲେ। ଏଥର ମୋତେ ସେଭ୍ କରିବାକୁ ଯାଇ ମୋ ଦ୍ୱିତୀୟ ସ୍ତ୍ରୀ ଠିଆ ହୋଇଗଲା ମୋ ଆଗରେ। ଶେଷ, ସବୁ ଶେଷ। ସେ ବି ଟଳି ପଡ଼ିଲା ସେହିଠାରେ। ସଙ୍ଗେ ସଙ୍ଗେ ଘର ଏଣ୍ଟ୍ରି ପାଖରୁ ଆହୁରି ଗୋଟେ ଫାୟାରିଂ ସାଉଣ୍ଡରେ ପୁଣି ଦୋହଲିଗଲା ସମ୍ପୂର୍ଣ୍ଣ ବାତାବରଣ। ହ୍ୟାଣ୍ଡସଅପ୍ କହି ଭିତରକୁ ପଶି ଆସିଲେ 4 ଜଣ ପୋଲିସ, ସାଙ୍ଗରେ ମାଉସୀ, ଲୀନା ଆଉ ଲୀନାର ମା। ମୁଁ ଏସବୁ ଦେଖି କିଛି ବୁଝିପାରୁନଥାଏ। କ'ଣ ସବୁ ଘଟିଯାଉଛି? କେହି ମୁହୂର୍ତ୍ତ ମଧ୍ୟରେ ଏମିତି ଘଟିଯିବ କେହି ବି ଭାବିପାରିବେନି। ପୋଲିସ କାଳ ବିଳମ୍ବ ନ କରି ଭିଣେଇଙ୍କ ହାତରୁ ଛଡ଼ାଇ ଆଣିଲେ ପିସ୍ତଲ। ହ୍ୟାଣ୍ଡକପ୍ ପକାଇ ନେଇଗଲେ ଦିଦିକୁ ଆଉ ତା ସ୍ୱାମୀକୁ। ଡେଡ୍ ବଡି ନେବା ପାଇଁ ମଧ୍ୟ କରିଲେ ବ୍ୟବସ୍ଥା। ଏହିଭଳି ପରିସ୍ଥିତିରେ ମୋ ଲୀନା ମୋ ସାମ୍ନାରେ ଫିଲ୍ମର ରିଲ୍ସ ପରି ସବୁ ଘଟିଯାଉଥାଏ। ମୁଁ ଜାଣିପାରୁନଥାଏ ଯାହା ସବୁ ଏଇ କିଛି ସମୟ ମଧ୍ୟରେ ଘଟିଲା ତାହା ରିଲ୍ କି ରିଅଲ୍ ଲାଇଫ୍। ମୋ ନୀରବତାକୁ ଲକ୍ଷ୍ୟ କରି ମାଉସୀ କହିଲେ, ଆରେ ଏତେ କ'ଣ ଭାବୁଛୁ? ତ ଲୀନା ଏବେ ତୋ ସାମ୍ନାରେ। ଲୀନା ବି ମୋତେ ସେମିତି ଅପଲକ ନୟନରେ ଚାହିଁ ରହିଥାଏ। ସମସ୍ତ ନୀରବତାକୁ ଭାଙ୍ଗି ମାଉସୀ କହିଲେ, ଲୀନା ଯେଉଁଠି ଥିଲା ମୁଁ ଜାଣିଲି, କିନ୍ତୁ ସେ ବାଘୁଣୀ ଭୟରେ ତୋତେ ଦେଖା କରୁନଥିଲା କି କିଛି ବି ଜଣେଇ ନଥିଲି। ଆଉ ଆଜି ଯଦି ମୁଁ ପୋଲିସକୁ ନ ଜଣେଇଥାନ୍ତି ଏଠି ଆହୁରି ମୁଣ୍ଡମାନେ ଗଡ଼ିଥାନ୍ତେ। ତୋ ଦିଦି ତୋ ନାଁରେ ସବୁ ମିଛ ମନଗଢ଼ା କଥା କହିଛି ବୋଲି ମୁଁ ଲୀନାକୁ ଜଣେଇ ସାରିଛି। ସେ ଏବେଠାରୁ ତୋତେ ଦେଖା କରିବ ବୋଲି କେତେ ଚେଷ୍ଟା କରିଛି, ହେଲେ ସେ ନାଗୁଣୀକୁ ଡରି ନିଜର ମନକୁ ଚାପି ଆଜି ପର୍ଯ୍ୟନ୍ତ କିଛି ବି କରିପାରିନି। ଏବେ ତୋ ପ୍ରେମ, ତୋ ଭଲ ପାଇବା ତୋତେ ମିଳିଗଲା। ଏବେ ତୁ ତୋ ସଂସାର କର, ଖୁସିରେ ରହ, ଆମ 2 ବୁଢ଼ୀଙ୍କୁ ବିଦାୟ ଦେ। ମୁଁ କହିଲି, ତୁମେ କୁଆଡ଼େ ଯିବ? ତୁମେ ଏଇଠି ରହିବ। ମୋର 2ଟି ମା ଥିଲେ, ସେମାନେ ତ ଏବେ ନାହାନ୍ତି। ମୁଁ ଆଜି ସେ 2 ମାଙ୍କ ବଦଳରେ ମା ପାଇଛି। ତୁମେମାନେ ଆଉ ଆମକୁ ମାର ସ୍ନେହରୁ ବଞ୍ଚିତ କରନି। ତୁମେ ବି ଆମ ସାଥିରେ ରହିବ। ଏହା ଭିତରେ ବିତିଗଲାଣି ଦୀର୍ଘ 8 ବର୍ଷ। ଏବେ ଆମ ଝିଅର ବୟସ 5, ଷ୍ଟାଣ୍ଡାର୍ଡ 1ରେ ପଢ଼ୁଛି। ବହୁତ କ୍ୟୁଟ୍ ହୋଇଛି। ଲୀନା ପାଖରେ ମୁଁ ସମସ୍ତ ସୁଖ ଅଜାଡ଼ି ଦେବା ପାଇଁ ସବୁବେଳେ ଚେଷ୍ଟା କରେ। କୋଉଠି ମୋ ଅଜାଣତରେ ରହିଯାଉଥିବ ଜାଣିପାରେ ନା। ଲୀନାର ବି ପାଖରେ 2ଟି ମା। ବାର୍ବି ଡଲ୍ ପରି କୁନି ପରିଟିଏ ପାଇଁ ସେ ବହୁତ ଖୁସି। ହେଲେ ମୋ ମନରେ ଆଜି ଯାଏ ଗୋଟେ ସମାହିତ ପ୍ରଶ୍ନ ଉଙ୍କି ମାରୁଛି, ସତରେ କ'ଣ ଲୀନା ମୋତେ ପାଇ ଖୁସି ଥିବ? ଏ ପ୍ରଶ୍ନ ଉତ୍ତର ଦୟାକରି ମୋତେ ଜଣାନ୍ତୁ। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖାବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।